ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ କେଉଁ ଜଳରେ ସ୍ନାନ କରିବା ବିଧି। ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ଗରମ ପାଣିରେ ସ୍ନାନ ନିଷେଧ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ଗରମ ପାଣିରେ ସ୍ନାନ କରିବା ନିଷେଧ। ସଂକ୍ରାନ୍ତି, ରବିବାର, ସପ୍ତମୀ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟ ପରାଗରେ, ପୁତ୍ର ବା ମିତ୍ର ପାଇଁ, ଜନ୍ମ ଓ ମୃତ୍ୟୁରେ, ଶ୍ରାଦ୍ଧରେ, ଜନ୍ମଦିନରେ ଓ ନୀଚ ଲୋକଙ୍କୁ ଛୁଇଁଲେ ଗରମ ପାଣିରେ ଗାଧୋଇବା ନାହିଁ। ତ ବନ୍ଧୁ, ଆଜି ଆମେ ଜାଣିଲେ ଗରମ ପାଣିରେ ସ୍ନାନ ନିଷେଧ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ଅସମର୍ଥକଙ୍କ ପାଇଁ ସ୍ନାନ। ତ ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।